ସଂସ୍କୃତ ଭାଷାର ଉଦ୍ଦେଶ୍ୟ ଏମ୍ ଅଫ୍ ସଂସ୍କୃତ ଲାଙ୍ଗୁଏଜ୍। ସଂସ୍କୃତ ଭାଷାର ସ୍ୱକୀୟ ଜ୍ଞାନରାଶି, ସାମାଜିକ ମୂଲ୍ୟବୋଧ, ନିଜର ପରମ୍ପରା, ଚାରିତ୍ରିକ ଶୃଙ୍ଖଳା ପାଇଁ ନୀତି ଶିକ୍ଷା ଆଦି ସମଗ୍ର ବିଶ୍ୱରେ ପ୍ରଚାରିତ ହେବା ଦ୍ୱାରା ତା'ର ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ହୋଇଛି। ଏତଦ୍ ବ୍ୟତୀତ ଏହି ଭାଷାର ଉତ୍ପତ୍ତି ପ୍ରକ୍ରିୟା, ଶାବ୍ଦିକ ପରିପ୍ରକାଶ, ଭାଷାବିଜ୍ଞାନ ସମ୍ପର୍କିତ ମହତ୍ତ୍ୱ ଇତ୍ୟାଦି ମୂଲ୍ୟାଙ୍କନ ଅତି ଊର୍ଦ୍ଧ୍ୱରେ ଅବସ୍ଥାନ କରିଛି। ଶିକ୍ଷଣ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହାର ଉଦ୍ଦେଶ୍ୟକୁ ମୁଖ୍ୟତଃ ତିନୋଟି ଭାଗରେ ବିଭାଜିତ କରାଯାଇଛି, ଯଥା 1. ଗଦ୍ୟ ବିଭାଗ, 2. ପଦ୍ୟ ବିଭାଗ, 3. ବ୍ୟାକରଣ ବିଭାଗ। ପ୍ରତ୍ୟେକ ବିଭାଗର ସାମାନ୍ୟ ଓ ବିଶେଷ ଉଦ୍ଦେଶ୍ୟ ରହିଛି। ଯଥା ଗଦ୍ୟ ସାହିତ୍ୟ ପଠନର ସାମାନ୍ୟ ଉଦ୍ଦେଶ୍ୟ। ପ୍ରତ୍ୟେକ ଭାଷାର ଗଦ୍ୟ ସାହିତ୍ୟ ମନୁଷ୍ୟର ଭାବାଭିବ୍ୟକ୍ତି କରିବାକୁ ମୁଖ୍ୟ ମାଧ୍ୟମ। ବକ୍ତାର ଭଦ୍ରୋଚିତ ବ୍ୟବହାର, ସରଳ ଭାବରେ ସ୍ୱମନୋଭାବ ବ୍ୟକ୍ତ କରିବା, ବିଷୟବସ୍ତୁ କ୍ରିୟାନ୍ୱୟରେ ଉପସ୍ଥାପନା କରିବା ପ୍ରଭୃତି କେବଳ ହିଁ ଗଦ୍ୟ ସାହିତ୍ୟ ଦ୍ୱାରା ହିଁ ସମ୍ଭବପର ସୁତରାଂ ହୋଇଥାଏ। ସୁତରାଂ ମନୁଷ୍ୟ ସର୍ବଦା ଗଦ୍ୟାକୃତିରେ ସହଜରେ ନିଜର ମନୋଭାବକୁ ବ୍ୟକ୍ତ କରେ। ସାମାନ୍ୟ ଉଦ୍ଦେଶ୍ୟ କ ନମ୍ବର ଛାତ୍ରଛାତ୍ରୀମାନଙ୍କର ସଂସ୍କୃତ ସାହିତ୍ୟ, ପୁରାଣ, ଧର୍ମଶାସ୍ତ୍ର, ଦର୍ଶନ ପ୍ରଭୃତି ପ୍ରତି ରୁଚି ଉତ୍ପାଦନ କରିବା। ଖ. ସଂସ୍କୃତ ସାହିତ୍ୟର ଉପଲବ୍ଧ ଭାବଗତ ଶାବ୍ଦିକ ସମ୍ଭାର ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ ପୂର୍ବକ ଅଭିରୁଚି ବର୍ଦ୍ଧନ କରିବା। ଗ. ବ୍ୟାକରଣ ଶାସ୍ତ୍ରାଧାରିତ ପ୍ରତ୍ୟୟଗୁଡ଼ିକର ବ୍ୟବହାରଗତ ଜ୍ଞାନ ଉତ୍ପନ୍ନ କରିବା ସହ ଶୁଦ୍ଧ ଲେଖନ ଓ ଶୁଦ୍ଧ ଉଚ୍ଚାରଣ ପ୍ରତି ସଚେତନତା ସୃଷ୍ଟି କରିବା। ଘ. ସମୁଚ୍ଚାରିତ ସମପର୍ଯ୍ୟାୟବାଚୀ ଶବ୍ଦ ସମୂହର ଆଲୋଚନା ପୂର୍ବକ ସେଗୁଡ଼ିକର ଅଭିଧାନିକ ତତ୍ତ୍ୱ ପ୍ରତି ରୁଚି ବର୍ଦ୍ଧନ କରିବା। ଙ. ଭବିଷ୍ୟତରେ ସଂସ୍କୃତ ଭାଷାର ବିଶାଳ ବାଙ୍ମୟ ଜାଣିବା ନିମନ୍ତେ ଦେବନାଗରୀ ଅକ୍ଷର ସହିତ ପରିଚିତ ହେବା। ଚ. ଗଦ୍ୟ ସାହିତ୍ୟର ବାକ୍ୟ ସମୂହ ପ୍ରୟୋଗ କରାଯାଇଥିବା ପଦଗୁଡ଼ିକର ବ୍ୟବହାର ଦୃଷ୍ଟିରୁ ସମୁଚିତ ଅର୍ଥ ନିର୍ଣ୍ଣୟ କରିବା। ଛ. ଏହି ସାହିତ୍ୟରେ ରହିଥିବା ନୈତିକ, ସାଂସ୍କୃତିକ ତଥା ଦାର୍ଶନିକ ତତ୍ତ୍ୱକୁ ଆଧାର କରି ଲୁପ୍ତ ପ୍ରାୟ ଉପଲବ୍ଧ ଗ୍ରନ୍ଥଗୁଡ଼ିକର ଗୂଢ଼ାର୍ଥ ପ୍ରକାଶ କରିବା। ଗଦ୍ୟ ସାହିତ୍ୟ ପଠନର ବିଶେଷ ଉଦ୍ଦେଶ୍ୟ। ଯେକୌଣସି ପାଠ୍ୟ ବିଷୟର ବିଷୟଗତ ବସ୍ତୁନିଷ୍ଠ ଜ୍ଞାନର ସଂକ୍ଷେପ ତତ୍ତ୍ୱକୁ ବିଶେଷ ଉଦ୍ଦେଶ୍ୟ କୁହାଯାଏ। ଅଳ୍ପଦେଶବୃତ୍ତିତ୍ୱଂ ବିଶେଷତ୍ୱଂ ଇତି। ଏହି ଉଦ୍ଦେଶ୍ୟରେ କେବଳ ମୁଖ୍ୟାର୍ଥ ସାରଭୂତ ବିଷୟ ଆଲୋଚନା କରାଯାଏ। ବିଶେଷ ଉଦ୍ଦେଶ୍ୟ କ. ଗଦ୍ୟିକା ପ୍ରାଥମିକ ସ୍ତରରେ ନିଜ ପୁସ୍ତକର ବିଷୟବସ୍ତୁକୁ ଉଚ୍ଚସ୍ୱରରେ ଶୁଦ୍ଧ ଉଚ୍ଚାରଣ ପାଇଁ ଯୋଗ୍ୟତା ଅର୍ଜନ କରିବା। ଖ. ପଞ୍ଚତନ୍ତ୍ର ପ୍ରଭୃତି ବିଷୟରେ ସନ୍ନିବସିତ ଗଳ୍ପଗୁଡ଼ିକୁ ପଠନ କରି ମନରେ ସାହସିକତା ତଥା ନିର୍ଭୀକତା ଗୁଣ ସମୁତ୍ପନ୍ନ କରାଇବା। ଗ. ଅଭିନୟ କଲା ମାଧ୍ୟମରେ ଛାତ୍ରମାନଙ୍କ ଦ୍ୱାରା ସୀମିତ ସମୟ ମଧ୍ୟରେ ନାଟକ ଆଦି ଦ୍ୱାରା କଥୋପକଥନ ବା ବାକ୍ୟ ବିନିମୟ କରାଇବା। ଘ. ପୁରାଣର ଆଖ୍ୟାନଗୁଡ଼ିକୁ ବିଷୟବସ୍ତୁର ପ୍ରାସଙ୍ଗିକତା ଦୃଷ୍ଟିରୁ ଆଲୋଚନା କରି ମନରେ ଅଧିକ ଉତ୍ସୁକତା ଓ କୌତୂହଳ ସୃଷ୍ଟି କରିବା।